ମାନେ ଆଜି ଆମେ ଆମ ଦଶମ ଶ୍ରେଣୀ ଆନୁଆଲ ଏକ୍ଜାମ ପାଇଁ ସଡ଼କ ସୁରକ୍ଷା ଶିକ୍ଷାର ସର୍ଟ କ୍ୱେଶ୍ଚିନ୍ କରିବା ବୁଝିହେଲା। ତାହେଲେ ଏହା ହେଉଛି ମାଥମେଟିକ୍ସ ଆମର ଶେଷ ବିଷୟ ଆମେ ଜାଣିଛେ। ତାହେଲେ 1 ନମ୍ବର ପ୍ରଶ୍ନ ପିଲାମାନେ ଆମକୁ ଦେଇଛି ଏଇତକ ଭିତରୁ ହିଁ ପରୀକ୍ଷାରେ କ୍ୱେଶ୍ଚିନ୍ ଆସିବ, ବାହାରୁ ଆସିବାର ସମ୍ଭାବନା ବେଶୀ ନାହିଁ। ତାହେଲେ 1 ନମ୍ବର ଦେଲା ଭାରତ ସରକାର କେଉଁ ମସିହାରେ ମୋଟର ଯାନ ଆଇନ ପ୍ରଣୟନ କରିଥିଲେ? ସେ ହେଲା 1999 ମସିହାରେ ମୋଟର ଯାନ ଆଇନ ପ୍ରଣୟନ କରିଥିଲେ। ପିଲାମାନେ ଯଦି ଆମେ ଏଇ ବିଷୟକୁ ଭଲ ଭାବରେ ପଢ଼ି ଦଉଛେ ଆମର 2 ରୁ 3 ମାର୍କ ପକ୍କା ଗ୍ୟାରେଣ୍ଟି, ଏବଂ ଏଥିରେ କିଛି ଗଣିତ କରିବାର ପଡ଼ିବନି, ନର୍ମାଲ ଖାଲି ଆମେ ନିୟମ ମନେ ରଖିବା କିମ୍ବା ଏଇ ତ ସର୍ଟ କ୍ୱେଶ୍ଚିନ୍ ଆମେ ଭଲରେ ମନେ ରଖିଦେବା। 2 ନମ୍ବର ପ୍ରଶ୍ନ, ନୂଆ ଗାଡ଼ି ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ କେତେ ବର୍ଷ ପାଇଁ ବୈଧ ଅଟେ? ସେ ହେଲା 1 ବର୍ଷ ପାଇଁ ବୈଧ ଅଟେ। ତାପରେ 3 ନମ୍ବର, ପୁରୁଣା ଗାଡ଼ି ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ କେତେ ମାସ ପାଇଁ ବୈଧ ଅଟେ? ପୁରୁଣା ଗାଡ଼ି ପାଇଁ 6 ମାସ ପାଇଁ ବୈଧ ଅଟେ। 4 ନମ୍ବର, ବିନା ହେଲମେଟରେ ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ବିନା ହେଲମେଟରେ ଗାଡ଼ି ଚଳାଇଲେ କ'ଣ 1000 ଟଙ୍କା ଜୋରିମାନା ଦେବାକୁ ପଡ଼େ। ତାପରେ 5 ନମ୍ବର ପ୍ରଶ୍ନ ପିଲାମାନେ ଆମକୁ ଦେଇଛି, ସିଗ୍ନାଲ ନ ମାନି ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ସିଗ୍ନାଲ ନ ମାନିଲେ ହେଲା 5000 ଟଙ୍କା ଜୋରିମାନା ଦେବାକୁ ପଡ଼େ। 6 ନମ୍ବର, ବାଇକରେ 3 ଜଣ ବସାଇ ବାଇକ୍ ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ଯଦି ବାଇକରେ ଆମେ 3 ଜଣ ବସେଇଛେ ତାହେଲେ ଆମେ ମଧ୍ୟ ସେଇ 5000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ତାପରେ 7 ନମ୍ବର, ସିଟ୍ ବେଲ୍ଟ ନ ବାନ୍ଧି ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ସିଟ୍ ବେଲ୍ଟ ଯଦି ବାନ୍ଧି ନଥିବା ତାହେଲେ ଆମର 1000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ। 8 ନମ୍ବର, ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ଯଦି ଆମେ ବିନା ଲାଇସେନ୍ସରେ ଚଳାଉଛେ ତାହେଲେ ଆମକୁ 5000 ଟଙ୍କା ଜୋରିମାନା ଦେବାକୁ ହିଁ ପଡ଼ିବ। 9 ନମ୍ବର, ଆମ୍ବୁଲାନ୍ସକୁ ରାସ୍ତା ନଦେଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ଆମ୍ବୁଲାନ୍ସକୁ ରାସ୍ତା ନଦେଲେ 10000 ଟଙ୍କା ଜୋରିମାନା ଦେବାକୁ ପଡ଼େ। ନେକ୍ସଟ ଆମର 10 ନମ୍ବର ପ୍ରଶ୍ନ, ବେପାରୁଆ ହୋଇ ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼େ? ବେପାରୁଆ ହୋଇ ଗାଡ଼ି ଚଳାଇଲେ 5000 ଟଙ୍କା ଜୋରିମାନା ଦେବାକୁ ପଡ଼େ। 11 ନମ୍ବର, ଯୋଗ୍ୟତା ଅନୁସାରେ ଗାଡ଼ି ନ ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ? ଯୋଗ୍ୟତା ଅନୁସାରେ ଯଦି ଆମକୁ 18 ବର୍ଷ ହେଇନି ଆମେ ଗାଡ଼ି ଚଳାଉଛେ ତାହେଲେ ଆମକୁ କ'ଣ 5000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ। 12 ନମ୍ବର, ନିଶାସକ୍ତ ହୋଇ ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ପଡ଼େ? ଯଦି ଆମେ ମଦପାନ କରିଛେ ତାହେଲେ ଆମେ କେତେ ଟଙ୍କା ଫାଇନ୍ ଦେବା? 10,000 ଟଙ୍କା ଫାଇନ୍ ଦେବା। 13 ନମ୍ବର ପ୍ରଶ୍ନ, ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ କେତେ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ? ଆମର କ'ଣ 10,000 ଟଙ୍କା ଯଦି ମୋବାଇଲରେ କଥା ହେଇ ଗାଡ଼ି ଚଳାଉଛେ। ତାହେଲେ 14 ନମ୍ବର, ଗୋଟିଏ ବାଇକ୍ 120 କିଲୋମିଟର ରାସ୍ତାକୁ 2ଟି ଟ୍ରାଫିକରେ 5 ମିନିଟ୍ ଲେଖାଏଁ ଅଟକି ଘଣ୍ଟାଏ 40 ମିନିଟରେ ଅତିକ୍ରମ କରେ, ତେବେ ବାଇକଟିର ଘଣ୍ଟା ପ୍ରତି ବେଗ କେତେ କିଲୋମିଟର? ପିଲାମାନେ ଦେଖ, ଗୋଟିଏ ବାଇକ୍ 120 କିଲୋମିଟର ରାସ୍ତାକୁ ଯିବ, ରାସ୍ତା 2ଟି ଟ୍ରାଫିକ ହେଲା, ଏଇଠି ଗୋଟେ ଟ୍ରାଫିକ ଅଛି ମନେକର, ଏଇଟା ଗୋଟେ ଟ୍ରାଫିକ ଅଛି, ଏଇ ଟ୍ରାଫିକରେ ରହିଲା, ଏଇ ଟ୍ରାଫିକରେ ରହିଲା ଏବଂ ଅତିକ୍ରମ କଲା ଘଣ୍ଟାଏ 40 ମିନିଟ। ବୁଝିହେଲା, ଘଣ୍ଟାଏ 40 ମିନିଟ ମାନେ ଟୋଟାଲ କେତେ ମିନିଟ ପିଲାମାନେ? ଘଣ୍ଟା କହୁଛି 60 ମିନିଟ, ତାହେଲେ 60 40 ଟୋଟାଲ ହେଲା 100 ମିନିଟ। ବୁଝିହେଲା, ତାହେଲେ 100 ମିନିଟ 5 ମିନିଟ ଲେଖେ କୋଉଠି ଅଟକିଛି? 5 ମିନିଟ 2 ଥର ଅଟକିଛି ମାନେ 10 ମିନିଟ 100, 10 ମିନିଟ ଟୋଟାଲ ଅତିକ୍ରମ 120 କିଲୋମିଟର ରାସ୍ତାକୁ 110 ମିନିଟ ନେଲା। ବର୍ତ୍ତମାନ ଆମେ ବେଗ ବାହାର କରିପାରିବା? ତମକୁ ମୁଁ ଆନ୍ସର କହିଦେଉଛି, ତମେ ନିଜେ ଇଏ କରିକି ବାହାର କରିବ। ଏଇଟା ଆନ୍ସର ହବ 80 ହେଲା, ପୁରା କମେଣ୍ଟରେ ଜଣେଇଦେବ ଏମିତି ହବ। ବୁଝିହେଲା, ମୁଁ ଜାଣିଛି ତମମାନଙ୍କୁ ଆଗରୁ ବୁଝେଇ ଦେଇଛି, ଏ ବିଷୟଟି ଭଲ ଭାବରେ ତମେ ମାନେ କହିଦେବ ହେଲା। ଏଥିରୁ ପ୍ରାୟ ଗୋଟେ କ୍ୱେଶ୍ଚିନ୍ ମାଥମେଟିକ୍ସ ଆସିବ, ନହେଲେ ପ୍ରାୟ ନର୍ମାଲ କ୍ୱେଶ୍ଚିନ୍ ଆସିବ। ତାପରେ 15 ନମ୍ବର ପ୍ରଶ୍ନ ପିଲାମାନେ, ଟ୍ରାଫିକ ଛକରେ କେଉଁ ଆଲୋକ ସିଗ୍ନାଲ ଗାଡ଼ି ଚାଲୁ ରଖିବା ପାଇଁ ସୂଚନା ଦିଏ? ସେ ହେଲା ସବୁଜ ହେଲା। ତାପରେ ମାନେ ଗାଡ଼ି ଚଲାଉଥିବା ଆମେ ସବୁଜ ରଙ୍ଗ ଚାଲିଥିଲେ ଆମେ ସେମିତି ଯାଇପାରିବା। ତାପରେ 16 ନମ୍ବର, ଟ୍ରାଫିକ ଛକରେ କେଉଁ ଆଲୋକ ସିଗ୍ନାଲ ଗାଡ଼ି ଅଟକାଇବା ସୂଚନା ଦିଏ? ସେଟା ନାଲି ରଙ୍ଗ ଜାଣିଲେ ଆମେ ଜାଣିବା ଯେ ଗାଡ଼ି ଅଟକାଇବା। 17 ନମ୍ବର, କେଉଁ ମସିହା ଠାରୁ ଅନଲାଇନରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଦିଆଯାଉଛି? ସେଟା ଆମର 2019 ମସିହାରୁ ଅନଲାଇନରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଦିଆଯାଉଛି।
18 नंबर जड़े व्यक्ति बाइक द्वारा 60 किलोमीटर घंटे पर आवर कटकरू पुरी जाई पुणी 40 किलोमीटर पर आवर बेगर फेरी आसे जदि से ट्राफिक रे अटकी न थाए तेबे बाइक रो हाराहारी घंटापति मु पिलाने आगु फर्मुला कहि देछि ए सहज क्वेश्चन एवं जदि भी तुम मन नहीं तुम जाकि उदाहरण बुझ ये उदाहरण एई भली क्वेश्चन ही अछि तुमने निजे सॉल्व कर उदाहरण देखि मु बतेबी नाही कोनोसी हैला 48 बार उत्तर तापरे 19 नंबर क्वेश्चन प्रदूषण नियंत्रण प्रमाणपत्र बिना गाड़ी चलाइले प्रथम थर पई केते टंका जोरिमाना देबाकू पड़िबो प्रथम थर पई 2000 टंका हमकू जोरिमाना देबाकू पड़िबो बुझेला तापरे 20 नंबर ऑनलाइन प्रदूषण प्रमाणपत्र 2019 मसिया केते तारीख ठारू आरंभ केते तारीख ठारू ऑनलाइन रे दिया जाउची हैला येला अक्टोबर 1 तारीख 2019 मन रखतो 21 नंबर ट्रैफिक नियम खिलाफकारी कहा द्वारा धरा पड़ती सेला हमर सीसीटीवी द्वारा धरा पड़ती 22 नंबर प्रदूषण प्रमाणपत्र बिना गाड़ी चलाई द्वितीय थर धरा पड़े केते मास जेल जाऊ पड़िबो जदि हम द्वितीय थर धरा पड़े ताले हम 4 मास जेल जाऊ पड़िबो 23 नंबर द्रुत गति रे 4 चकिया जान चलाइले केते टंका जोरिमाना दबाकू पड़ियो द्रुत गति बहुत स्पीड रे हमें 4 चकिया गान चलो ताले हमकू 4000 टंका जोरिमाना दबाकू पड़िबो तापर 24 नंबर पिला माने देछि कोनोसी को शहर रे 2011 दुर्घटना मृत्यु संख्या 300 2013 रे मृत्यु संख्या हला 350 तेणु 2011 13 मध्य दुर्घटना मृत्युवरण करथिया लोक मानक संख्या रे केते बुद्धि पुणी से उदाहरण क्वेश्चन अछि हैला तमे ने निजे यार करियो बुझेला किछि मु कहबी नाही बुझेला आंसर भी 24 नंबर कहबिनी तमे बाहर करी देखा कमेंट रो कुह मु तारा सठिक उत्तर कहि देबी 25 नंबर कोनोसी एक शहर 2012 मसिया दुर्घटना मृत्युवरण करथिया लोक संख्या हला 400 एवं 2014 रे दुर्घटना मृत्युवरण करथिया लोक संख्या हला 200 ताले 2012 14 मध्य रे मृत्यु संख्या केते शतकड़ा ह्रास पाइछि निर्णय कर पिलाने आबो हमर 50 तम माने निजे ये करिकि मु तुम ऑलरेडी एई विषय सबुतक कोन मैथमेटिकल क्वेश्चन कर देछि धन्यवाद पिला माने।